ଖ୍ରୀଷ୍ଟମାସ ଉତ୍ସବ ବା ବଡ଼ଦିନ। ଖ୍ରୀଷ୍ଟମାସ ହେଉଛି ଜଗତର ଏକ ଜନପ୍ରିୟ ଧାର୍ମିକ ଓ ସାମାଜିକ ଉତ୍ସବ ଯାହା ପ୍ରତିବର୍ଷ ଡିସେମ୍ବର 25 ତାରିଖରେ ପାଳିତ ହୋଇଥାଏ। ଏହି ଦିନ ଖ୍ରୀଷ୍ଟ ଧର୍ମର ପ୍ରବର୍ତ୍ତକ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନର ଭାବେ ପରିଚିତ। ଖ୍ରୀଷ୍ଟମାସ ଶବ୍ଦଟି ଆସିଛି ଲାଟିନ୍ ଏବଂ ଇଂରାଜୀ ଶବ୍ଦ ମିଶ୍ରଣରୁ, ଯାହାର ଅର୍ଥ ହେଉଛି ଖ୍ରୀଷ୍ଟଙ୍କ ପୂଜା। ଏହାକୁ ସର୍ବଧର୍ମ ସମନ୍ୱୟର ଏକ ଦୃଷ୍ଟାନ୍ତ ଭାବେ ମଧ୍ୟ ମନାଯାଏ। ଖ୍ରୀଷ୍ଟମାସର ଐତିହାସିକ ପ୍ରସଙ୍ଗ। ଖ୍ରୀଷ୍ଟମାସର ଇତିହାସ ଅନେକ ପ୍ରାଚୀନ। ଯୀଶୁ ଜନ୍ମ ହେଲା ପରେ ବିଭିନ୍ନ ଜାତି ଏହି ଦିନକୁ ପବିତ୍ର ଭାବରେ ପାଳନ କରିବାକୁ ଆରମ୍ଭ କରିଥିଲେ। ତଥାପି ଡିସେମ୍ବର 25 ତାରିଖ କେବେ ଆଉ କେମିତି ନିର୍ଣ୍ଣୟ ହେଲା ତାହା ପ୍ରକୃତରେ ଅନ୍ଧକାର ଅବସ୍ଥାରେ। କିଛି ଗବେଷକଙ୍କ ମତାନୁସାରେ ଏହି ଦିନକୁ ରୋମର ପୁରୁଣା ଉତ୍ସବ ସାତର୍ନାଲିଆ ଏବଂ ସୂର୍ଯ୍ୟଦେବଙ୍କ ଦିବସ ସହ ଯୋଡ଼ାଯାଇଥିଲା। ପରେ ଏହାକୁ ଖ୍ରୀଷ୍ଟ ଧର୍ମର ମୁଖ୍ୟ ଦିନ ଭାବରେ ପରିଚିତ କରାଗଲା। ଖ୍ରୀଷ୍ଟମାସ ପାଳନର ପ୍ରକାର। ଖ୍ରୀଷ୍ଟମାସ ରାତିରେ ଗିର୍ଜାଘରରେ ବୃହତ୍ ପୂଜା ଏବଂ ପ୍ରାର୍ଥନା ସଭା ଆୟୋଜନ କରାଯାଏ। ମଣିଷମାନେ ଏହି ଦିନରେ ମିଳିତ ହୋଇ ଯୀଶୁଙ୍କ ଜନ୍ମକୁ ସ୍ମରଣ କରନ୍ତି। ଗିର୍ଜାଘରଗୁଡ଼ିକ ସଜାସଜି ହୋଇଥାଏ ଏବଂ ଏହି ସ୍ଥାନରେ ମୂର୍ତ୍ତି ସହ ମଙ୍ଗଳ ଗୀତ ଗାଇଥାନ୍ତି। ଖ୍ରୀଷ୍ଟମାସ ବୃକ୍ଷକୁ ଦେଖିଲେ ଏହାରେ ଲାଗିଥିବା ଆଲୋକ ଆହୁରି ଆନନ୍ଦକୁ ବଢ଼ାଇଥାଏ। ପରିବାର ଏବଂ ମିତ୍ରମାନେ ଏହି ଦିନରେ ଏକାଠି ହୋଇ ବିଭିନ୍ନ ପାନ୍ଥା ଭୋଜନରେ ଆନନ୍ଦ ନିଅନ୍ତି। ପିଲାମାନେ ସାଣ୍ଟା କ୍ଲଜଙ୍କ ଆଗମନର ଆଶାରେ ମନରେ ଆନନ୍ଦ ନେଇ ଖେଳନା, ଚକୋଲେଟ୍ ଓ ଉପହାର ରଖିବାକୁ ଆଗ୍ରହ କରନ୍ତି। ସାଣ୍ଟା କ୍ଲଜଙ୍କ ଉପସ୍ଥିତି ଏହି ଉତ୍ସବକୁ ସ୍ୱତନ୍ତ୍ର ଭାବ ଦିଏ। ଖ୍ରୀଷ୍ଟମାସର ପର୍ବ ପର୍ଯ୍ୟାୟ। ଆଡ଼ଭେଣ୍ଟ ପର୍ବ। ଖ୍ରୀଷ୍ଟମାସ ପୂର୍ବ 4 ସପ୍ତାହ ଧାର୍ମିକ ପ୍ରସ୍ତୁତିକୁ ଆଡ଼ଭେଣ୍ଟ ଭାବେ ଖ୍ୟାତ। ଏହି ସମୟରେ ମଣିଷ ଦୟା ଓ ଦାନକୁ ବଢ଼ାଇଥାନ୍ତି। କ୍ରିବ୍ ମାଧ୍ୟମରେ ପୂଜା। ଖ୍ରୀଷ୍ଟମାସ ସନ୍ଧ୍ୟାରେ ଏକ ବିଶେଷ ପୂଜା କ୍ରିବ୍ ନାମରେ ଅନୁଷ୍ଠିତ ହୁଏ। ଏଠାରେ ଯୀଶୁଙ୍କ ଜନ୍ମ କଥାକୁ ମଧ୍ୟ ଗାନରେ ପ୍ରକାଶ କରାଯାଏ। ଉତ୍ସବୀୟ ଭୋଜ। ଖ୍ରୀଷ୍ଟମାସ ଦିନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆକର୍ଷଣ ହେଉଛି ବିଭିନ୍ନ ପାନ୍ଥା ଭୋଜନ। ପିଠା, ଗୁଜିଆ ଏବଂ ଚକୋଲେଟ୍ର ସମାବେଶ ହୋଇଥାଏ। ଖ୍ରୀଷ୍ଟମାସର ସାମାଜିକ ଗୁରୁତ୍ୱ। ଖ୍ରୀଷ୍ଟମାସ କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ସାମାଜିକ ସମ୍ପର୍କ ଓ ପ୍ରେମର ଆଧାରରେ ଗଢ଼ି ଉଠିଥାଏ। ଏହି ଦିନରେ ମଣିଷମାନେ ଆପଣା ଦାୟିତ୍ୱରୁ ବାହାରିକି ସମାଜକୁ ସେବା ଦେବାରେ ଆଗ୍ରହୀ ହୁଅନ୍ତି। ଗରିବ ଓ ଆବଶ୍ୟକତାରେ ଥିବା ଲୋକଙ୍କ ପାଖରେ ଉପହାର ଏବଂ ଖାଦ୍ୟ ଦାନ ହୁଏ। ଏହା ମାନବତାର ପ୍ରତୀକ ଭାବରେ ଦେଖାଯାଏ। ଖ୍ରୀଷ୍ଟମାସର ଆନ୍ତର୍ଜାତୀୟ ପ୍ରଭାବ। ଖ୍ରୀଷ୍ଟମାସ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ପାଳିତ ହୁଏ। ନାନା ଦେଶର ଏହି ଉତ୍ସବ ପାଳନର ରୀତି ଭିନ୍ନ ହେଲେ ମଧ୍ୟ ମୂଳ ଉଦ୍ଦେଶ୍ୟ ସର୍ବଦା ଏକା। ଦେଶୀୟ ସଂସ୍କୃତି ସହିତ ଏହାର ମିଶ୍ରଣ ଏହାକୁ ସର୍ବାଧିକ ରଙ୍ଗୀନ କରେ। ଯୁକ୍ତରାଷ୍ଟ୍ର, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଭାରତରେ ଖ୍ରୀଷ୍ଟମାସର ବିଶେଷ ଆନନ୍ଦ ଦେଖିବାକୁ ମିଳେ। ଖ୍ରୀଷ୍ଟମାସର ପ୍ରେରଣା। ଖ୍ରୀଷ୍ଟମାସ ଆମକୁ ପ୍ରେମ, ଦୟା, ଦାନାତ୍ମକତା ଓ ମାନବତାର ପାଠ ଦେଇଥାଏ। ଏହି ଦିନ ନିମନ୍ତେ ମଣିଷମାନେ ସମସ୍ତ ଦୁରାତ୍ମକ ଭାବନାକୁ ପରିହାର କରି ଏକାଠି ହୋଇ ଉତ୍ସବ ପାଳନ କରନ୍ତି। ଏହା ଆପଣା ସାମାଜିକ ଜୀବନକୁ ସୁନ୍ଦର କରିବାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍କର୍ଷ। ଖ୍ରୀଷ୍ଟମାସ ହେଉଛି ଏକ ତ୍ୟାଗ ଏବଂ ଦୟାର ପର୍ବ, ଯାହା ଜୀବନରେ ମନୁଷ୍ୟକୁ ନୂତନ ଆଶା ଦିଏ। ଏହି ଦିନ କେବଳ ଯୀଶୁଙ୍କର ପ୍ରେମର ସ୍ମରଣ ନୁହେଁ, ବରଂ ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ବହନ କରିଥାଏ, ଯେଉଁଥିରେ ମଣିଷମାନେ ଏକତ୍ରିତ ହୋଇ ଜୀବନରେ ଭଲ ପ୍ରୟାସ କରନ୍ତି। ଧନ୍ୟବାଦ।